Hello student, welcome to the BM classes. This is Vishnu Mahanand, lecturer in English, Viravati Women's College, Teresinga, East Kolahandi. Today I am going to teach you the part 2 of the famous poem Oft in the Stilly Night of the plus 2 first year art science commerce, which is written by the famous poet, the Irish poet Thomas More. Thomas More is one of the most famous poet of the Irish. He is not only an Irish poet but also satirist, composer, and political propagandist. He has written so many poems through which he was famous forever. And in this poem, Oft in the Stilly Night, he is explaining and describing and want to sharing us his own experience during his sleeping oft in the stilly night. से ଏହି oft in the stilly night କବିତା ମାଧ୍ୟମରେ ଆମ ସମସ୍ତଙ୍କୁ ସେ ଯେତେବେଳେ ଅନେକ ସମୟରେ ବା ସେ ଗଭୀର ନିଦ୍ରାରେ ଶୋଇବାକୁ ଚେଷ୍ଟା କରୁଥିବା ସମୟରେ ତାଙ୍କ ମନରେ କିପରି ତାଙ୍କ ପିଲାବେଳ କଥା, ତାଙ୍କ ଫଣ୍ଡ ମେମୋରି, ତାଙ୍କ ସେଇ ଆଗ ପୁରୁଣା ସବୁ କଥା ଗୁଡ଼ିକ କିପରି ମନେ ପକାଇ ତାଙ୍କ ନିଦ ଭାଙ୍ଗି ଦେଉଥିଲା, ତାଙ୍କ ଆଖିରେ ଲାଇଟ୍ ପକାଇ ଦେଉଥିଲା, ତାଙ୍କ ହୃଦୟ ଭରା ସବୁ ହୃଦୟ ତାଙ୍କ ଭାଙ୍ଗି ଯାଇଥିଲା, ସେହି ସବୁ ତାଙ୍କ ମନରେ ସବୁ ଆସୁଥିଲା। ସେ ବର୍ତ୍ତମାନ ସବୁ ନାହିଁ, ଆଉ ସେ ଉଭେଇ ଯାଇଛି ବୋଲି ସେ ଆମ ସମସ୍ତଙ୍କୁ କହିଛନ୍ତି। Before you go to the stanza, I want to revise once more. ସେ ପ୍ରକୃତରେ କହୁଥିଲେ ସେ ଯେତେବେଳେ ଗଭୀର ନିଦ୍ରାରେ ଶୋଇବାକୁ ଚେଷ୍ଟା କରୁଥାନ୍ତି, ଠିକ୍ ସେହି ସମୟରେ ତାଙ୍କର ସେଇ ଅନେକ ଗୁଡ଼ିଏ ପିଲାବେଳର ଅଭୁଲା ସ୍ମୃତି, ଫଣ୍ଡ ମେମୋରି ବ୍ରିଙ୍ଗ ଦ ଲାଇଟ୍, ତାଙ୍କ ମନରେ ତାଙ୍କ ହୃଦୟରେ ଯେଉଁ ହସ କାନ୍ଦ, ତାଙ୍କ ପିଲାବେଳେ ସବୁ ଯେଉଁ ଘଟଣା ସବୁ ଘଟିଥିଲା, ଯେଉଁ ପ୍ରେମର ବାର୍ତ୍ତା ହେଇଥିଲା, ସେସବୁ ବର୍ତ୍ତମାନ ନାହିଁ। ଆଉ ସେସବୁ ଡିମ୍ଟ ଉଭେଇ ଯାଇସାରିଛି। ବର୍ତ୍ତମାନ ସବୁ ଭାଙ୍ଗି ଯାଇଛି। କେବଳ ମୁଁ ଶୋଇବା ବେଳେ ମୋତେ ସେଇ ସବୁ ମନେ ପଡ଼ୁଛି। ଏସବୁ ଭାବିଲା ବେଳେ କୌଣସି ଜିନିଷ ନାହିଁ, ସବୁ ଉଭେଇ ଯାଇଛି, ଭାଙ୍ଗି ଯାଇସାରିଛି, ଦୃଷ୍ଟିଶକ୍ତି ଚାଲିଯାଇଛି ପରି ଲାଗୁଛି। କିନ୍ତୁ ଏସବୁ ମୋତେ ଶୋଇଲା ବେଳେ ହିଁ ମନେ ପଡ଼ୁଛି ବୋଲି କବି ସୁନ୍ଦର ଭାବରେ ତାଙ୍କର ସେହି ସ୍ମୃତିକୁ, ସେହି ଅନୁଭବକୁ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି। ସେ ଯେତେବେଳେ ଗଭୀର ନିଦ୍ରାରେ ଶୋଇବାକୁ ଚାହୁଁଥିଲେ, ପ୍ରକୃତରେ ତାଙ୍କ ମନରେ ତାଙ୍କର ପିଲାବେଳ କଥା ମନେ ପଡ଼ିଯାଉଥିଲା। ଆମେ ମଧ୍ୟ ଅନୁଭବ କରିଅଛୁ, when we want to deep sleep, at the time some memory will come। ଆମେ ଜାଣିଛୁ ଯେ ଅନେକ ଗୁଡ଼ିଏ ମେମୋରି ଏସବୁ ଏପରି ଆସେ। ବର୍ତ୍ତମାନ ଆମେ ନେକ୍ସଟ ଷ୍ଟାଞ୍ଜାରେ କ'ଣ ସବୁ କହିଛନ୍ତି ଜାଣିବା। ଲେଟ୍ସ କମ୍ ଟୁ ଦ ନେକ୍ସଟ ଷ୍ଟାଞ୍ଜା। Now dimmed and gone, the cheerful heart now। ସେଇ ପୂର୍ବ ଷ୍ଟାଞ୍ଜାରେ ଯେଉଁ କହିଥିଲେ ସେ ସବୁ ବର୍ତ୍ତମାନ ଆଉ ନାହିଁ। ଡିମ୍ଡ କହିଲେ ଝାପସାଲ ପରି ଲାଗିବା। ଡିମ୍ଡ, ନାଉ ଡିମ୍ଡ ଆଣ୍ଡ ଗନ୍। ଗନ୍ ମାନେ ଯେଉଁଟାକି ଆଇସାଇଟ୍ ଦ୍ୟାଟ୍ ହଜ୍ ଗନ୍, ଆଉ ଯେଉଁଟା ଅଲରେଡ଼ି ଚାଲିଯାଇଛି। ଦ ଚିୟରଫୁଲ୍ ହାର୍ଟସ୍ ନାଉ ବ୍ରୋକନ୍। ଦ ଚିୟରଫୁଲ୍ ବା ଲଭିଂ ହାର୍ଟ, ପ୍ରେମ ଭରା ହୃଦୟ ବର୍ତ୍ତମାନ ଆଉ ନାହିଁ, କୋଲାପ୍ସ ହେଇସାରିଛି, ସେଇଟା ଭାଙ୍ଗି ଯାଇସାରିଛି। ଆଣ୍ଡ ସେ ବର୍ତ୍ତମାନ କହୁଛନ୍ତି ଦସ୍ ଇନ୍ ଦ ଷ୍ଟିଲି ନାଇଟ୍ ଇରା ସ୍ଲମ୍ବର ଚେନ୍ ହେଜ୍ ବାଉଣ୍ଡ ମି, ସେଡ୍ ମେମୋରି ବ୍ରିଙ୍ଗ ଦ ଲାଇଟ୍ ଅଫ୍ ଅଦର ଡେଜ୍ ଏରାଉଣ୍ଡ ମି। ସେ ବର୍ତ୍ତମାନ କହୁଛନ୍ତି ପ୍ରକୃତରେ ଯେତେବେଳେ ସେଇ ଗଭୀର ନିଦ୍ରାରେ ଶୋଇବାକୁ ଚାହୁଁଛନ୍ତି, ସେଇ ଶାନ୍ତ ରାତ୍ରିରେ ଗଭୀର ନିଦ୍ରାରେ ଶୋଇବାକୁ ଚାହୁଁଛନ୍ତି, ଠିକ୍ ସେହି ସମୟରେ ତାଙ୍କୁ ଅନେକ ଗୁଡ଼ିଏ ସ୍ୟାଡ଼୍ ମେମୋରି ବା ଦୁଃଖଦର ଘଟଣା ତାଙ୍କୁ ମନେ ପକାଇ ଦେଉଥିଲା, ଆଉ ତାଙ୍କର ନିଦ ଭାଙ୍ଗି ଦେଇ ତାଙ୍କୁ ଏକ ଆଳୁଅ ଜ୍ୱଳିଲା ପରି ଲାଗୁଥିଲା। ଅଫ୍ ଅଦର ଡେ, ସେ ପ୍ରତ୍ୟେକ ଦିନ ସେଇ ଯେଉଁ ଗଭୀର ନିଦ୍ରାରେ ଶୋଇବାକୁ ଚେଷ୍ଟା କରୁଥିବା ସମୟରେ ହିଁ ତାଙ୍କୁ ସେପରି ଅନୁଭବ ହେଉଥିଲା। ତେଣୁ ସେ ଶାନ୍ତିରେ ହି ୱାଜ୍ ଅନଏବଲ୍ ଟୁ ସ୍ଲିପ୍ ଡିପ୍ଲି
or calmly in the night, because the sad memory and the fond memory bring the light during in the stilly night. ତାପରେ କହୁଛନ୍ତି when I remember all, ମୁଁ ଯେତେବେଳେ ସେସବୁ ମନେ ପକାଏ, when I remember all the friends so link together, ମୋ ସହିତ ଯେଉଁ ବନ୍ଧୁମାନେ ସାଙ୍ଗ ହେଉଥିଲେ, ମୋ ସହିତ ଖେଲୁଥିଲେ, I have seen around me fall, ସେ ସବୁ ବର୍ତ୍ତମାନ ଆଉ ନାହିଁ, ସେ ସବୁ ଉଭେଇ ଯାଇସାରିଛି। I have seen around me, ମୋ ସମୟରେ ମୋ ପାଖରେ ସେସବୁ ବର୍ତ୍ତମାନ ନାହିଁ, ପଡ଼ିଯାଇଛି। like leaves in wintry weathers, ଯେପରି ଶୀତ ଦିନରେ ବା ଖରା ଦିନରେ ଗଛରୁ ପତ୍ରମାନେ କିପରି ଝଡ଼ିଯାଆନ୍ତି, ସେହିପରି ମୋ ବନ୍ଧୁ ସାଙ୍ଗମାନେ ବର୍ତ୍ତମାନ କେହି ହେଲେ ନାହିଁ, କିନ୍ତୁ ସେହି ସ୍ମୃତି ମୋ ପାଖରେ ରହିଯାଇଛି। ମୁଁ ଯେତେବେଳେ ଶୋଇବାକୁ ଚେଷ୍ଟା କରୁଛି, ମୁଁ ଶୋଇପାରୁନି, ସେସବୁ ମୋତେ ବାରମ୍ବାର ମନେ ପଡ଼ୁଛି। I feel like one who trends alone, that means ମୁଁ ଏକା ହୋଇଥିଲେ ମଧ୍ୟ ସେସବୁ ମନେ ପକାଇ ମୋର ସ୍ମୃତିକୁ ତାଜା କରିଦେଉଛି ବୋଲି କବି କହିଛନ୍ତି। when he remember all his friends and who were linked together, ସେ ଯେତେବେଳେ ତାଙ୍କ ସାଙ୍ଗ ବନ୍ଧୁମାନଙ୍କୁ ମନେ ପକାଉଥିଲେ, at the time the sad memory and the fond memory bring him light the other day in the stilly night, ସେ ଯେତେବେଳେ when he want to sleep that chain has bound him, ସେ ଯେତେବେଳେ ଶୋଇବାକୁ ଚାହୁଁଥିଲେ, ସେତେବେଳେ ତାଙ୍କୁ ସେଇ ପୁରୁଣା ସ୍ମୃତି ଗୁଡ଼ିକ, ପିଲାବେଳର ହସ ଖେଳ କାନ୍ଦ ସବୁ ମନେ ପଡ଼ିଯାଉଥିଲା। ଆଉ ସେ ଗଭୀର ନିଦ୍ରାରେ ଶୋଇବା ବେଲେ ତାଙ୍କ ମନ ଭିତରେ ଏକ ପ୍ରକାର ଆଲୋକ ଆସିଯାଉଥିଲା, ଯେଉଁଟା ତାଙ୍କୁ ଶୋଇ ଦେଉନଥିଲା। ତେଣୁ ସେ କହିଛନ୍ତି thus in the stilly night era slumbers chain has bound me, the sad memory bring the light of other days around me, ସେ କହୁଛନ୍ତି ଯେ ପ୍ରକୃତିରେ ସେହି ଗଭୀର ନିଦ୍ରାରେ ଶୋଇଥିବା ବେଳେ ମୋତେ ସେଇ ପୁରୁଣା ସ୍ମୃତି ଗୁଡ଼ିକ ମନେ ପକାଇ ଦେଉଥିଲା, ଯେତେବେଳେ ମୁଁ କାହା ସହିତ ଖେଳିଥିଲି, ହସିଥିଲି, କାନ୍ଦିଥିଲି, ଏସବୁ ମୋ ମନରେ ଆସିଯାଉଥିଲା। ଅନେକ ଜାଗାରେ ମୁଁ ଦୁଃଖ ବି ଅନୁଭବ କରୁଥିଲି, କେତେବେଳେ ଦୁଃଖରେ ଥିଲି ତ କେତେବେଳେ ସୁଖରେ ଥିଲି, ସେହି ସବୁ ମୋ ମନରେ ଆସିଯାଉଥିଲା। ମୁଁ ଯେତେ ଗଭୀର ନିଦ୍ରାରେ ସେହି ଶାନ୍ତ ରାତିରେ ଶୋଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ମୁଁ ଶୋଇପାରୁନଥିଲି, ସେହି ପୁରୁଣା ସ୍ମୃତି ଗୁଡ଼ିକ ମୋତେ ମନେ ପକାଇ ଦେଉଥିଲା। କିନ୍ତୁ ଯେତେବେଳେ ମୁଁ ମନେ ପକାଏ when I remember all the friends so linked together, ମୋ ସହିତ ଯେଉଁ ସାଙ୍ଗମାନେ ଏକତ୍ର ହୋଇ ରହୁଥିଲେ, ମୋ ସହିତ ମିଳାମିଶା କରୁଥିଲେ, ସେସବୁ ବର୍ତ୍ତମାନ ଉଭେଇ ଯାଇଛି। I have seen around me fall, ସେସବୁ ପୋଡ଼ିଯାଇଛି ବା ଲିଭିଯାଇଛି। like leaves in wintry weathers, wintry weatherରେ ବା ଖରାଦିନିଆ ୱିଣ୍ଟ୍ରି ୱେଦରରେ କିପରି ଗଛର ପତ୍ରମାନେ ସବୁ ଝଡ଼ି ଯାଏ, ନୂଆ ପତ୍ର ହେବାକୁ ଲାଗେ, ଠିକ୍ ସେହିପରି ମୋର ବନ୍ଧୁତ୍ୱ, ମୋର ସାଙ୍ଗସାଥି, ମୋର ଫ୍ରେଣ୍ଡ ସାର୍କେଲ୍ ବର୍ତ୍ତମାନ ସେହି ପତ୍ର ଝଡ଼ିଲା ପରି ଝଡ଼ିଯାଇଛି, ଆଉ କିଛି ଦେଖିବାକୁ ମିଳୁନାହିଁ। ଏହିସବୁ ମୁଁ ଯେତେବେଳେ ସେହି ଗଭୀର ନିଦ୍ରାରେ ଶୋଇବାକୁ ଚାହୁଁଥିଲା ବେଳେ ହିଁ ମୋତେ ସେସବୁ ମନେ ପକାଇ ଦେଉଥିଲା ବୋଲି କବି ବହୁତ ସୁନ୍ଦର ଭାବରେ ଏହି କବିତା ମାଧ୍ୟମରେ ଆମ ସମସ୍ତଙ୍କୁ ଜଣାଉଛନ୍ତି। My dear student, I hope this class will be very useful to everyone and helpful to everyone. If you want to see the part 2 video of this class, ଆପଣମାନେ ଯଦି ଏହି ଭିଡ଼ିଓର ପାର୍ଟ 2 ଦେଖିବାକୁ ଚାହୁଁଛନ୍ତି, ପାର୍ଟ 2ର ଡିସ୍କସନ୍, କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ ଦେଖିବାକୁ ଚାହୁଁଛନ୍ତି, ତାହେଲେ ମୋ କ୍ଲାସ୍ BM କ୍ଲାସ୍କୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ପାଖରେ ଥିବା ବେଲ୍କୁ ପ୍ରେସ୍ କରିଦିଅନ୍ତୁ, ଯାହାଫଳରେ ମୁଁ ଯେଉଁ କ୍ଲାସ୍ କରିବି ଆପଣମାନଙ୍କୁ ପ୍ରଥମେ ନୋଟିଫିକେସନ୍ ଯିବ। ଆପଣ ଘରେ ଥାଇ ବିନା ପଇସାରେ
बिना ଫିଜ୍ରେ ଆରାମରେ ଦେଖିପାରିବେ। ଧନ୍ୟବାଦ।